श्रीमाता शरणं मम श्री अरविंद शरणं मम समस्त भगवत अभिप्सुଙ୍କୁ ମୋର ପ୍ରଣାମ। ମୁଁ ସଂଯୁକ୍ତା ପ୍ରଧାନ। ଆଜିର ବିଷୟବସ୍ତୁ ହେଉଛି କୃତଜ୍ଞତା। କୃପା ପାଇବାର ଅସଲ ଚାବିକାଠି ଅମୋଘ ଅବ୍ୟର୍ଥ ଚାବି ହେଉଛି କୃତଜ୍ଞତା। କୃତଜ୍ଞତାର ପରିଭାଷା ଅତି ମହାନ। ଏହି ପୃଥିବୀ ପୃଷ୍ଠରେ ଦୁଇ ପ୍ରକାର ମଣିଷ ଅଛନ୍ତି, ଗୋଟେ କୃତଜ୍ଞ ଏବଂ ଆଉ ଜଣେ ହେଉଛି ଅକୃତଜ୍ଞ। ଯେଉଁମାନେ କୃତଜ୍ଞ ସେମାନେ ଅଳ୍ପ କିଛିରେ କୃତଜ୍ଞ ହୁଅନ୍ତି ଏବଂ ତା ସଙ୍ଗେ ସଙ୍ଗେ ସ୍ୱାଭାବିକ ଭାବରେ ସେମାନେ ପ୍ରକାଶ କରନ୍ତି, କିନ୍ତୁ ସେମାନଙ୍କର ସଂଖ୍ୟା ଅତି କମ୍। ସେଇଥିପାଇଁ ମା' ବାରମ୍ବାର ଜୋର ଦେଇ କହୁଛନ୍ତି ଯେ ଜୀବନ ଯଦି ସୁଖେଇବାକୁ ଚାହୁଁଛ ତାହେଲେ ସଦାସର୍ବଦା କୃତଜ୍ଞ ହିଁ ରୁହ। For your heart to remain happy, keep it always filled with gratefulness. Gratefulness is the surest way to the divine. ଅର୍ଥାତ୍ ଆପଣା ହୃଦୟକୁ ଯଦି ସନ୍ତୁଷ୍ଟ ଓ ସୁଖୀ ରଖିବାକୁ ଚାହଁ ତାହେଲେ ସର୍ବଦା ତାକୁ କୃତଜ୍ଞତାରେ ପୂର୍ଣ୍ଣ କରି ରଖ। ଏହି କୃତଜ୍ଞତା ହିଁ ହେଲା ଭଗବାନଙ୍କୁ ପାଇବାର ଏକ ସୁନିଶ୍ଚିତ ପନ୍ଥା। ତେଣୁ କୃତଜ୍ଞ ହବା, କୃତଜ୍ଞତା ଜ୍ଞାପନ କରିବା ହେଉଛି ଗୋଟେ ଦିବ୍ୟ ଗୁଣ। ମା' ଯେତେବେଳେ ପ୍ରଥମ ଥର ପାଇଁ ପଣ୍ଡିଚେରୀରେ ପଦାର୍ପଣ କଲେ, ସେ ଜାଣିଛନ୍ତି ଶ୍ରୀଅରବିନ୍ଦ କେଉଁଠି ରହୁଛନ୍ତି। ଷ୍ଟ୍ରିଟ୍ରେ ଯେତେବେଳେ ସେ ଆସି ପହଞ୍ଚିଛନ୍ତି, ଜଣେ ଅପରିଚିତଙ୍କୁ ପଚାରୁଛନ୍ତି ଶ୍ରୀଅରବିନ୍ଦ କେଉଁ ଘରେ ରହୁଛନ୍ତି ବୋଲି। ନୀରବରେ ଖାଲି ହାତର ଠାରଟି କରିଦେଇ ସେ ଅପରିଚିତ ବ୍ୟକ୍ତିଟି ମା'ଙ୍କୁ ଶ୍ରୀଅରବିନ୍ଦଙ୍କ ଘରଟି ଦେଖେଇ ଦେଲା। ତାପରେ ମା' ସାଙ୍ଗେ ସାଙ୍ଗେ ସେଇ ଲୋକର ଠିକଣା ତା ନାଁ ଲେଖିନେଲେ। ତାପରେ ମା' ତାକୁ ଜଣେ ସାଧୁକୁ କହି ପ୍ରତ୍ୟେକ ମାସ ତାକୁ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ଟଙ୍କା ତା ପାଖକୁ ପଠାଉଥିଲେ। ତାପରେ ମା' ତା ପାଇଁ ଦର୍ଶନର ସୁବିଧା କରିଦେଇଥିଲେ। ମା' ନିଜେ ହିଁ କହୁଛନ୍ତି ସବୁଦିନ ପାଇଁ, ତାର ଜନ୍ମ ଜନ୍ମାନ୍ତର ପାଇଁ ସମସ୍ତ ଦାୟିତ୍ୱକୁ ମୁଁ ଗ୍ରହଣ କଲି। ସାଧକମାନେ ପ୍ରଶ୍ନ କଲେ, ମା' ସିଏ ତ ଆପଣଙ୍କ ପାଇଁ ଏମିତି କିଛି ବିଶେଷ କାମ କିଛି ବି କରିନି, ଯେଉଁଥିପାଇଁ ତା ପାଇଁ ଆପଣ ଏତେ କଥା କରୁଛନ୍ତି। ମା' କହିଲେ, କେମିତି ସେ କରିନି? ବହୁତ ମୋ ପାଇଁ ବହୁତ କିଛି ସେ କରିଛି। ସେଇଥିପାଇଁ ମୁଁ ତା ପାଇଁ କୃତଜ୍ଞ। ସେ ମୋତେ ଭଗବାନଙ୍କର ଦ୍ୱାର ଦେଶରେ ପହଞ୍ଚେଇ ଦେଇଛି, ଭଗବାନଙ୍କର ଦ୍ୱାରକୁ ଦେଖେଇ ଦେଇଛି। ଏ ହେଉଛି କୃତଜ୍ଞତା। ମା' ପ୍ରଥମ ଥର ପାଇଁ ପଣ୍ଡିଚେରୀରେ ପାଦ ଥାପୁ ଥାପୁ କୃତଜ୍ଞତାର ମହାନ ରୂପକୁ ନିଜେ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଇକି ଦେଖେଇ ଦେଲେ। ଆମେ କିଭଳି କୃତଜ୍ଞ ହିଁ ରହିବା। ପଶୁପକ୍ଷୀମାନଙ୍କ ପାଖରେ ଆମେ କୃତଜ୍ଞତାର ଭାବନାକୁ ଉପଲବ୍ଧି କରିପାରୁ, କିନ୍ତୁ ମଣିଷ ପାଖରେ ସେଇଭଳି କୃତଜ୍ଞତା ଭାବ ଖୁବ୍ କମ୍ ଦେଖାଯାଏ। ଥରେ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ଥରେ ଜଣେ ବ୍ୟକ୍ତି କହୁଛି ଯେ ଗୋଟେ ଲୋକ ଆପଣଙ୍କୁ ବହୁତ ଗାଳିଗୁଲଜ କରୁଛି, ଆପଣଙ୍କ ବିରୁଦ୍ଧରେ ବହୁତ ନିନ୍ଦା କଥା କହୁଛି। ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ସେଥିରେ ବିଚଳିତ ନ ହୋଇ କହିଲେ, କାହିଁ ମୁଁ ତ ସେ ବ୍ୟକ୍ତିର କିଛି ବି ଉପକାର କରିନି। ଏଇ ପଦଟିଏ କଥାରେ ଆମେ ବୁଝିପାରୁଛେ ଯେ ମଣିଷ ଚରିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଉଦ୍ଘାଟିତ କରୁଛି। ଏହି ଗୋଟିଏ କଥା ମଣିଷ ପଶୁଠାରୁ ଆହୁରି ହୀନ ସ୍ତରରେ ଅଛି ବୋଲି ପ୍ରତିପାଦିତ ହେଉଛି। ଯଦି ପଶୁମାନେ କାହାର ଥରେ ସ୍ନେହ, ଶ୍ରଦ୍ଧା, ସାହାଯ୍ୟ, ଉପକାର ପାଇଯାଆନ୍ତି, ସେମାନେ କେବେ ବି ଭୁଲନ୍ତି ନାହିଁ। ପ୍ରକାଶରେ ହେଉ ବା ଅପ୍ରକାଶରେ ହେଉ ତାଙ୍କର ଭାଷାରେ ହୃଦୟର କୃତଜ୍ଞତା ସେମାନେ ଜଣାନ୍ତି। ଏହିପରିକି ବଣ ଜଙ୍ଗଲରେ ହିଂସ୍ର ପଶୁମାନେ ବି ଏହି ସମ୍ପର୍କରେ ଗୋଟିଏ ସୁନ୍ଦର ବାସ୍ତବ ଘଟଣାଟେ ନବପ୍ରକାଶରେ ବାହାରିଥିଲା। ଥରେ ଗୋଟିଏ ହାତୀ, ତାର ଗୋଡ଼ରେ ଗୋଟେ କଣ୍ଟା ପଶି ଯାଇଥିଲା। ସେ ବହୁତ କଷ୍ଟ ପାଉଥିଲା। ସେଇ ଜଙ୍ଗଲ ପାଖରେ ଏକ କମାର କୌଣସି କାର୍ଯ୍ୟ ପାଇଁ ସେଇ ଜଙ୍ଗଲ ଦେଇକି ଯାଉଥିଲା। ହାତୀଟିକୁ ଦେଖି ତା ଆଡ଼କୁ ଆସିଲା। କମାରଟି ପ୍ରଥମେ ଭୟଭୀତ ହୋଇଗଲା, କିନ୍ତୁ ଦେଖିଲା ହାତୀ ଯନ୍ତ୍ରଣାରେ ଜର୍ଜରିତ ହୋଇ କଷ୍ଟ ପାଉଛି। ସେ ବୁଝିପାରିଲା ବୋଧେ ତା ଗୋଡ଼ରେ କିଛି ଗୋଟେ ପଶିଯାଇଛି ଆଉ ସେ କଷ୍ଟ ପାଉଛି। ତେଣୁ ସାହସ ସଞ୍ଚୟ କରି ତା ଗୋଡ଼ରୁ ସେଇ କଣ୍ଟାଟିକୁ ବାହାର କରିଦେଲା। କିଛି ଦିନ ପରେ ଦିନେ ରାତିରେ କମାରଟି ତା ଘରେ ଶୋଇଛି, ତା ଦ୍ୱାର ଦେଶରେ କାହାର ଗୋଟେ ଆଘାତ ଶୁଣିବାକୁ ପାଇଲା।
ଏ ନିର୍ଜନ ରାତିରେ କିଏ ତା ଘରର ଦ୍ୱାରକୁ ଆଘାତ କରୁଛି ଭାବିକି ସେ ଦ୍ୱାର ଖୋଲିଲା। ଦେଖିଲା ବେଳକୁ ସେହି ପୂର୍ବ ପରିଚିତ ହାତୀଟି ବିଭିନ୍ନ ପ୍ରକାର ଫଳମୂଳ ଆଣିକି ତା ଘର ସାମ୍ନାରେ ଜମା କରିଛି। କୁମାରଟି ଏହିସବୁକୁ ଦେଖିକି ଭାରି ଆଶ୍ଚର୍ଯ୍ୟ ହେଇଗଲା। ଏ ହାତୀ ଅନ୍ତରରେ ତା ପ୍ରତି କୃତଜ୍ଞତା ଜଣାଉଛି ସେଇଟା ସେ ବୁଝିପାରିଲା। ତେଣୁ ପଶୁମାନେ ଆମେ ଏଇ ଟିଭିରେ ଅଳ୍ପ ଦିନ ପୂର୍ବରୁ ଗୋଟେ ଦେଖିଛୁ ଯେ ଗୋଟେ ସାପଟେ ପିଲାମାନେ ଖେଳୁଥିଲେ, ସେଇ ଘରେ ଗୋଟେ ପୋଷା କୁକୁରଟେ ଥିଲା। ସିଏ କେମିତି ସାପଟି କାଳେ ସେ ପିଲାମାନଙ୍କୁ କାମୁଡ଼ି ଦେବ, ଏଇଭଳି ଗୋଟେ ଦୁର୍ଘଟଣାରୁ ବଞ୍ଚିବା ପାଇଁ ଯାଇ ସିଏ ନିଜେ ସାପ ସହିତ ଲଢ଼େଇ କରିଛି କୁକୁରଟି, ଆଉ କୁକୁରଟି ମଧ୍ୟ ନିଜେ ବି ମରିଯାଇଛି। କେତେ ବିଶ୍ୱସ୍ତ ସେମାନେ। ତେଣୁ ବହୁତ ଘଟଣାରୁ ଜଣାପଡ଼େ ମଣିଷ ହେଉଛି ସବୁଠାରୁ ଅକୃତଜ୍ଞ। ସେ କୃତଜ୍ଞତା ଜ୍ଞାପନ କରି ଶିଖିନାହିଁ। ସେଇଥିପାଇଁ ମା କହୁଛନ୍ତି ତୁମେ ସବୁବେଳେ ତୁମ ହୃଦୟ ଭିତରେ ଏକ କୃତଜ୍ଞତାର ଭାବକୁ ପୋଷଣ କର। ଯେଉଁ କୃତଜ୍ଞତା ଚେଷ୍ଟା ଦ୍ୱାରା ଆସେ ନାହିଁ, ସ୍ୱତଃସ୍ଫୂର୍ତ୍ତ ରୂପେ ହୃଦୟର ଚୈତ୍ୟକେନ୍ଦ୍ରରୁ ଆସି ସମଗ୍ର ସତ୍ତାକୁ ପ୍ଳାବିତ କରିଦିଏ, ଭଗବାନଙ୍କ ସହ ବ୍ୟକ୍ତିକୁ ଯୁକ୍ତ କରିଦିଏ, ଏକ ଶାନ୍ତ ଗଭୀର ଆନନ୍ଦରେ ସତ୍ତାକୁ ଆଚ୍ଛନ୍ନ କରିଦିଏ। କିନ୍ତୁ ମଣିଷ ପାଖରେ କାହିଁକି କଥା ସବୁ ଓଲଟା ଦେଖାଯାଏ? ମଣିଷ ଯାହାଠାରୁ ଉପକାର ପାଇଥାଏ ତାର ସ୍ୱାର୍ଥ ହାସଲ ପର୍ଯ୍ୟନ୍ତ ତା ସହିତ ସେ ସମ୍ପର୍କ ରଖେ। ମାତ୍ର ତାର ସ୍ୱାର୍ଥ ସିଦ୍ଧି ହୋଇଗଲା ପରେ ସେ ସମ୍ପୂର୍ଣ୍ଣ ରୂପେ ତାର ବିରୁଦ୍ଧାଚରଣ କରେ। ପରମ ବନ୍ଧୁଟି ବି ପରମ ଶତ୍ରୁରେ ତାର ପରିଣତ ହୋଇଯାଏ। ମଣିଷର କୃତଜ୍ଞତାର ସମ୍ପର୍କରେ ଗୋଟେ କଥା ମନେ ପଡ଼େ। ଥରେ ଜଣେ କାଠୁରିଆ ବୁଲୁବୁଲୁ ଦେଖିଲା ଗୋଟେ ସିଂହର ଲାଙ୍ଗୁଡ଼ ଉପରେ କି ଗୋଟେ ଗଛ ପଡ଼ିଯାଇଛି, ଡାଳ ପୋଡ଼ିକି ଚାପି ହେଇଯାଇଛି ତା ଲାଙ୍ଗୁଡ଼। ସିଏ ସେଇଥିରୁ ବାହାରି ପାରୁନି, ଭୀଷଣ ଯନ୍ତ୍ରଣା ଅନୁଭବ କରୁଛି। ନିଃସହାୟ ଅବସ୍ଥାରେ ସେମିତି ଯନ୍ତ୍ରଣା ଭୋଗୁଥାଏ। ଏହି ସମୟରେ ସେ କାଠୁରିଆଟି ଦେଖି କାକୁତି ମିନତି ହୋଇ କହିଲା, ଡାଳଟିକୁ ଟିକେ ଟେକିଦେବା ଲାଗି। କାଠୁରିଆ ତାକୁ କହୁଛି, ମୁଁ ତ ସିନା ତ ଡାଳଟି ଟେକିଦେବି, କିନ୍ତୁ ତୁ ତ ବାହାରିଲେ ମୋତେ ଖାଇବୁ ନା, ତେଣୁ ମୁଁ କେମିତି ଟେକି ଦେଇପାରିବି? ପ୍ରତିଶ୍ରୁତି ଦେଉଛି ସିଂହ। କହୁଛି, ଦେଖ ଭାଇ, ତୁ ମୋର ଏଇ ଲାଙ୍ଗୁଡ଼କୁ ବାହାର କରିଦେ, ମୁଁ ତୋର କିଛି ବି କ୍ଷତି କରିବିନି। ମୁଁ ତୋତେ ଏଇ ପ୍ରତିଶ୍ରୁତି ଦେଉଛି। ସିଂହର ବିକଳକୁ ଦେଖିକି କାଠୁରିଆ ତା ଲାଙ୍ଗୁଡ଼କୁ ବାହାର କରିଦେଇଛି ଗଛ ତଳୁ। ସିଂହ ମୁକ୍ତ ହୋଇଯିବା ପରେ ଝାଡ଼ିଝୁଡ଼ିକି ଉଠିକି ସାଙ୍ଗେ ସାଙ୍ଗେ କହୁଛି ଯେ ମୁଁ ତୋତେ ଖାଇବି, ମୋତେ ଭୋକ ଲାଗିଛି, ମୁଁ ତୋକୁ ଖାଇବି। ସେଇଠୁ କାଠୁରିଆ ତାର ପ୍ରତିଶ୍ରୁତିକି ମନେ ପକାଇ ଦେଇକି କହୁଛି, ତୁ ପରା ମୋତେ କହିଥିଲୁ ଯେ ମୁଁ ତୋତେ ଖାଇବି ନାହିଁ ବୋଲି, କିନ୍ତୁ ତୁ ସାଙ୍ଗେ ସାଙ୍ଗେ ତୋର ସେଇ ପ୍ରତିଶ୍ରୁତିକି ଭୁଲି ଯାଉଛୁ। ସିଂହ କହୁଛି, ଦେଖ, ମୁଁ ସେଇ ପ୍ରତିଶ୍ରୁତି କିଛି ବୁଝେନି। ମୋତେ ବର୍ତ୍ତମାନ ଭୋକ ଲାଗିଛି, ମୁଁ ତୋତେ ଖାଇବି। କାଠୁରିଆ ଏଇଭଳି ଅବସ୍ଥାରେ ଭୟଭୀତ ହୋଇଯାଇଛି। ତାପରେ କହୁଛି ଯେ ଏଇଭଳି ମୋର ମୃତ୍ୟୁ ତ ସୁନିଶ୍ଚିତ। ଗୋଟିଏ କାମ କରିବା, ଏଇ ପାଖ ଆଖରେ ଯେଉଁମାନେ ଅଛନ୍ତି, ତୁ ଯାହା ମୋ ପ୍ରତି କରୁଛୁ, ଯେଉଁଭଳି ଅନ୍ୟାୟ କରୁଛୁ, ପ୍ରତିଜ୍ଞା ଭଙ୍ଗ କରୁଛୁ, ତୋର ପ୍ରତିଶ୍ରୁତିକୁ ରକ୍ଷା କରିପାରୁନୁ, ସେ ବିଷୟରେ ସେଇମାନଙ୍କୁ ପଚାରିବା। ସେମାନେ ଯାହା କହିବେ ଆମେ ସେୟା କରିବା। ପ୍ରଥମେ ସେମାନେ ଯାଇକି ଜାମୁକୋଳି ଗଛକୁ ପଚାରୁଛନ୍ତି। କାଠୁରିଆ ପଚାରୁଛି, କହୁଛି, ଭାଇ, ଏ ସିଂହଟି ଲାଙ୍ଗୁଡ଼ଟା ଗଛ ଡାଳରେ ଚାପି ହେଇକି ପଡ଼ିଥିଲା, ସେ ବହୁତ କଷ୍ଟ ପାଉଥିଲା, ମୁଁ ତାକୁ ସେଇଥିରୁ ମୁକ୍ତି ଦେଲି। ସେ ମୋତେ ପ୍ରତିଶ୍ରୁତି ଦେଇଥିଲା ଯେ ମୋର ଅନିଷ୍ଟ କରିବ ନାହିଁ ବୋଲି, କିନ୍ତୁ ବର୍ତ୍ତମାନ ସେ ମୋତେ ଖାଇବା ପାଇଁ ଆସୁଛି, ସେ ବେଇମାନି କରୁଛି ମୋ ସହିତ। ଏଇ ଅକୃତଜ୍ଞ ହେବା କ'ଣ ତାର ଠିକ୍? ଜାମୁ ଗଛ ସାଙ୍ଗେ ସାଙ୍ଗେ କହୁଛି, ହଁ ଠିକ୍। ତୁମ ମଣିଷମାନଙ୍କ ଠାରୁ ବେଇମାନି ଓ ଅକୃତଜ୍ଞ ଆଉ ଏଇ ଦୁନିଆରେ କେହି ନାହିଁ। ସିଂହକୁ କ'ଣ ତୁମେ ଦୋଷ ଦେଉଛ? ସିଏ ତ, ତାକୁ ତ ଭୋକ ଲାଗିଛି, ତୁମେ ତ ହେଉଛ ତାର ଖାଦ୍ୟ, ତେଣୁ ସିଏ ଖାଇବ ତୁମକୁ। ଜାମୁ ଗଛ କଥା ଶୁଣିକି କାଠୁରିଆ ହତୋତ୍ସାହ ହୋଇପଡ଼ିଲା। ତା ପାଦ ତଳୁ ଯେମିତି ମାଟି ଖସିଗଲା। ସିଏ ସାଙ୍ଗେ ସାଙ୍ଗେ ଦବି ଯାଇ ପଚାରିଲା, ଆମେ ମଣିଷ କ'ଣ ବେଇମାନି କଲୁ? ଆମେ ଅକୃତଜ୍ଞ କେମିତି ହେଲୁ? ଜାମୁ ଗଛ କହୁଛି,
ଦେଖ, ମୁଁ ତୁମମାନଙ୍କୁ ସବୁ ସୁଆଦିଆ ଫଳ ଦିଏ, ଖରାରେ ତରାରେ ଛାଇ ବି ଦିଏ, ଡାଳ ପତ୍ର ଦେଇ ନେଇକି ତୁମେ ସବୁ ଜାଳେଣୀ ଭାବରେ ବ୍ୟବହାର କର, ମୋର ଛାଲି କିଣିକି ଔଷଧ ତିଆରି କର, ସେଇଥିରେ ତୁମର ମନ ଶାନ୍ତି ହୁଏନି। ମୁଁ ମରିବା ପୂର୍ବରୁ ମୋର ଗଛକୁ ଚୂରାରେ କାଟିକି ବିକ୍ରି କରିଦିଏ, ମୋର ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ତୁମେମାନେ ଅପେକ୍ଷା କରିପାରନି। ତୁମ ଭଳି ଅକୃତଜ୍ଞ ଜୀବ ଏ ସଂସାରରେ କେହି ବି ନାହିଁ। ଆଉ ସିଂହ ଯାହା କରୁଛି ତୁମ ପ୍ରତି ଠିକ୍ କରୁଛି। ଏଇ କଥା ଶୁଣିଲା ପରେ ସେ ଆହୁରି ଭାଙ୍ଗି ପଡ଼ିଛି, ଭୟଭୀତ ହେଇଯାଉଛି କାଠୁରିଆ। ନିରାଶ ହେଇକି ସାମ୍ନାରେ ଗାଈକି ଯାଇକି ପଚାରୁଛି, କହୁଛି, ଗାଈ, ତୁ ତ ସବୁ କଥା ଜାଣିଛୁ, ତୁ ତ ସବୁ ସେତେବେଳେ ହେଲୁ ଦେଖୁଛୁ, ତୁ କହିଲୁ ମୋ ପ୍ରତି ଯେଉଁ ସିଂହ ଅନ୍ୟାୟ ଆଚରଣ କରୁଛି ଏଇଟା କ'ଣ ଠିକ୍? ଗାଈ କହିଲା, ଖାଲି ଠିକ୍ ନୁହେଁ, ବହୁତ ଠିକ୍। ଗାଈର କଥା ଶୁଣିକି ସେ ଆହୁରି ଭୟଭୀତ ହେଇଯାଉଛି କାଠୁରିଆ। କହୁଛି, ଏଇଟା କେମିତି ଠିକ୍? ନା ମଣିଷମାନଙ୍କର ଆମେ କେତେ ଉପକାର କରୁ, ଆମ କ୍ଷୀରକୁ ବାଛୁରିକି ନ ଦେଇକି ସେମାନେ ପିଅନ୍ତି, ନିଜ ପିଲାଙ୍କୁ ବଞ୍ଚାନ୍ତି, ବିକ୍ରି କରନ୍ତି, ଅଥଚ ନିଜେ ମଣିଷ ମା ତା ଛୁଆକୁ କ୍ଷୀର ଦିଏ ନାହିଁ, ମୋ କ୍ଷୀରରୁ ଔଷଧ ଠାରୁ ଆରମ୍ଭ କରି କେତେ କ'ଣ କରନ୍ତି, ପୁଣି ମୋ ବାଛୁରୀକି ମୋ ଠାରୁ ଛଡ଼େଇ ନେଇ କୁଆଡ଼େ ବିକ୍ରି କରିଦିଅନ୍ତି କିମ୍ବା କାମରେ ଲଗାନ୍ତି, ପୁଣି ମୋର ପିଲାମାନଙ୍କୁ ନେଇକି ହଳ କରାନ୍ତି, ଗାଡ଼ି ଟାଣିବାରେ ଲଗାନ୍ତି, ମୋତେ ଗୋମାତା ବୋଲି କହନ୍ତି। ମୁଁ ବୁଢ଼ୀ ହୋଇଗଲେ ମୋର ବାଛୁରୀ ଜନ୍ମ କରି ନ ପାରିବାର କ୍ଷମତା ଚାଲିଗଲା ପରେ ମୋତେ କଂସେଇକି ବିକ୍ରି କରିଦିଅନ୍ତି। ତୁମମାନଙ୍କ ଠାରୁ ଅକୃତଜ୍ଞ ଆଉ କିଏ ଅଛି? ସିଂହ ଯାହା କରୁଛି ଠିକ୍ କରୁଛି। ତାପରେ ବିଚରା କାଠୁରିଆ ଆଉ କିଛି କୂଳ କିନାରା ନ ପାଇକି ଯାଇକି ପଚାରୁଛି, ଯେମିତି ଭାସି ଯାଉଥିବା ଲୋକର କୁଟାଖିଅକୁ ଆଶ୍ରା, ଠିକ୍ ସେଇଭଳି ଭାବରେ ଯାଇକି ଝରଣାକୁ ପଚାରୁଛି, ଝରଣା ଦେବି, ତୁମେ ହିଁ ମୋତେ ନ୍ୟାୟ ଦେବ। ମୁଁ ସମସ୍ତଙ୍କ ପାଖରୁ ନିରାଶ ହେଇଯାଇଛି, ତୁମେ ନିଶ୍ଚିତ ଭାବରେ ମୋତେ ତୁମେ ନ୍ୟାୟ ଦିଅ। ଝରଣା ସାଙ୍ଗେ ସାଙ୍ଗେ ତାର କଳକଳ ନାଦରେ ସ୍ପଷ୍ଟ ଭାବରେ କିଛି ନ ଭାବିକି କହୁଛି, ବିଲକୁଲ ସିଂହ ଠିକ୍ କରୁଛି। ତୁମ ଭଳି ଅକୃତଜ୍ଞ ବେଇମାନ ପ୍ରାଣୀ ଏ ପୃଥିବୀରେ କେହି ନାହିଁ। କାଠୁରିଆ ଆଉ କିଛି କାରଣ ପଚାରିବା ପୂର୍ବରୁ ଝରଣା କହୁଛି, ଦେଖ, ମୋ ଜଳ ତୁମ ଜୀବନ ରକ୍ଷା କରୁଛି। ତୁମର ଯାବତୀୟ ଖାଦ୍ୟ ଶସ୍ୟ ଜଳ ସାହାଯ୍ୟରେ ହେଉଛି। ପୃଥିବୀ ଆଜି ଶସ୍ୟ ଶ୍ୟାମଳ ହେଇଛି ଏଇ ଜଳ ଯୋଗୁଁ। ବିଭିନ୍ନ ଜଳ କାରଖାନାର ଜଳ ଦ୍ୱାରା ଚାଲୁଛି, ବିଭିନ୍ନ କଳକାରଖାନା ଜଳ ଦ୍ୱାରା ଚାଲୁଥିଲା ବେଳେ ଜଳକୁ ତୁମେ କେତେ ଅପବ୍ୟବହାର କରି ଚାଲିଛ। ତୁମକୁ ପରିଷ୍କାର ପରିଚ୍ଛନ୍ନ ଜଳ କରୁଥିଲା ବେଳେ ତୁମେ ଜଳକୁ ହିଁ ଅପରିଷ୍କାର କରୁଛ। ଜଳ ବିନା ତୁମେ ଜୀବନ ଧାରଣ କରିପାରିବ ନାହିଁ, କିନ୍ତୁ ଜଳର ମୂଲ୍ୟବୋଧକୁ ତୁମେ ବୁଝିପାରୁନ। ତୁମ ପାଇଁ ଆଜି ଜଳ ସମ୍ପୂର୍ଣ୍ଣ ରୂପେ କଳୁଷିତ ହୋଇଯାଇଛି। ତୁମ ଦାଉରୁ ରକ୍ଷା ପାଇବା ଅସମ୍ଭବ ହୋଇପଡ଼ିଛି। ତେଣୁ ତୁମକୁ ସିଂହ ଖାଇଲେ କିଛି ବି ଅସୁବିଧା ନାହିଁ। ସେଇଠୁ ତୁମ କାଠୁରିଆ ଚାରିଆଡ଼ୁ ନିରାଶ ହେଲା ପରେ ତାର ଜୀବନ ପ୍ରତି ସେତେବେଳକୁ ମମତା ଛାଡ଼ିଗଲାଣି। ସିଂହକୁ ଅନୁରୋଧ କରିକି କହୁଛି, ଠିକ୍ ଅଛି ଭାଇ, ତୁମେ ମୋତେ ଖାଇବ, କିନ୍ତୁ ମୋ ଘରେ ମୋ ସ୍ତ୍ରୀ ଅଛି ଏକୁଟିଆ, ମୁଁ କାଠ ଗୁଚ୍ଛାଟାକୁ ରଖିବି, ଆଉ ସିଏ କେମିତି ଭବିଷ୍ୟତରେ ଚଳିବ ତାକୁ ଟିକେ କହିକି ଆସିବି, ତୁମେ ତାପରେ ମୋତେ ଖାଇବ। ସିଂହ କହିଲା, ହଉ ଠିକ୍ ଅଛି, ଯାହା ଶୀଘ୍ର ଆସିବୁ, ନହେଲେ ଏ ଜଙ୍ଗଲ ଭିତରେ ଆଉ କେବେ ବି ପଶିପାରିବୁ ନାହିଁ। କାଠୁରିଆ ଯାଇକି ତା ସ୍ତ୍ରୀ ପାଖରେ ସବୁ କଥା କହିଲା। ଆଉ ସ୍ତ୍ରୀ ପାଖରୁ ବିଦାୟ ନେଲାବେଳେ ତା ସ୍ତ୍ରୀ କହୁଛି, ରୁହ, ମୁଁ ତୁମ ସହିତ ଯିବି। ଦୁହେଁ ଯାକ ସିଂହ ପାଖକୁ ଆସିଲେ। ତା ସ୍ତ୍ରୀ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସବୁ ତିଆରି କରିକି ସାଙ୍ଗରେ ଆଣିଥିଲା, ସିଂହକୁ ଖାଇବାକୁ ଦେଲା। ସିଂହ ସବୁ ଖୁସିରେ ସବୁ ଖାଇଲା। ତାପରେ ସିଂହ କହିଲା, ଏଥର ମୁଁ ତୋତେ ଖାଇବି। ଯେତେବେଳେ କାଠୁରିଆକୁ ଖାଇବା ପାଇଁ ଯାଉଛି ସିଂହ, ସେତେବେଳେ ତା ସ୍ତ୍ରୀ କହୁଛି, ରହିଯାଅ, ତୁମେ ଆଗେ ମୋତେ ଖାଇସାର, ତାପରେ ଯାଇକି ତାଙ୍କୁ ଖାଇବ, କାହିଁକି ନା ତାଙ୍କ ବିନା ତ ମୁଁ ଚଳିପାରିବିନି, ସେ ତ ମୋ ସଂସାରର ସବୁ କିଛି। ତେଣୁ ମୋତେ ତୁମେ ଖାଇସାର, ତାପରେ ତାଙ୍କୁ ଖାଇବ। ସ୍ତ୍ରୀର ଏଇ ଆନ୍ତରିକ ଭରା କଥାଟାକୁ ଶୁଣିକି ସେଇ ସିଂହର ନିଷ୍ଠୁର ହୃଦୟ ତରଳିଗଲା। ସେ କହିଲା, ଯାଅ, ତୁମ ଦୁହିଁଙ୍କୁ ମୁଁ ଛାଡ଼ିଦେଲି। ଆମେ ପଶୁମାନେ ଭୋକ କଲେ ଖାଦ୍ୟ ଖାଉ ବା ଶିକାର କରୁ। ତୁମେ ମଣିଷମାନଙ୍କ ଭଳି ଆମେମାନେ ଖାଲି ଖାଲିଟାରେ ଜୀବଜନ୍ତୁଙ୍କୁ ମାରୁନା। ମୁଁ ଖାଲି ତୁମକୁ ଉପଯୁକ୍ତ ଶିକ୍ଷା ଦେବା ଲାଗି ଏଇଭଳି କରୁଥିଲି। ଏଇଥର ଯାଇ ଜୀବନରେ କୃତଜ୍ଞତାକୁ ଶିକ୍ଷା କର। କୃତଜ୍ଞତା ହୃଦୟରେ ଏକ ମହାନ ଗୁଣ। କାଠୁରିଆ ଓ ତା ସ୍ତ୍ରୀ ସିଂହକୁ ପ୍ରଣାମ କରିକି ଘରକୁ ଫେରିଲେ। ଜାମୁଗଛ, ଗାଈ, ଝରଣା କଥା ତାଙ୍କର ଚିରଦିନ ପାଇଁ ମନେ ରହିଲା।
ଅକୃତଜ୍ଞ ନ ହେବା ପାଇଁ ସେମାନେ ପ୍ରତିଜ୍ଞାବଦ୍ଧ ହେଲେ। ତେଣୁ ଏଇଟା ଗୋଟେ କୃତଜ୍ଞତା ମଣିଷ ଭିତରେ ନିଷ୍ଠାକୁ, ସାହସକୁ, ଦୟାକୁ, ଉଦାରତାକୁ, କ୍ଷମାକୁ, ବିବେକକୁ, ସହିଷ୍ଣୁତାକୁ, ନ୍ୟାୟପ୍ରଣତାକୁ, ଭଦ୍ରତାକୁ, ଧୈର୍ଯ୍ୟକୁ ଆମ ଭିତରେ ବଢ଼ାଏ। ତେଣୁ କୃତଜ୍ଞତା ଯଦି ଆମ ଭିତରେ ରହିଥିବ, ଆମ ହୃଦୟ ଭିତରେ ରହିଥିବ, ଆମ ଭିତରକୁ ଏଇସବୁ ସଦ୍ଗୁଣ ଆପେ ଆପେ ଝରି ଆସିବ। ମା' ତାଙ୍କର ସଦ୍ଗୁଣାବଳୀ ଗପରେ ଉଲ୍ଲେଖ କରିଛନ୍ତି କିପରି ସଦ୍ଗୁଣାବଳୀଙ୍କ ସଭାରେ ସର୍ବଶେଷରେ କୃତଜ୍ଞତା ଆସି ପହଞ୍ଚିଛନ୍ତି। ମା'ଙ୍କ ଭାଷାରେ ସେ ବୟସରେ ବହୁତ ସାନ ଥିଲେ ଏବଂ ପତଳା ଥିଲେ, ଅତି ସାଧାରଣ ଧଳା ଲୁଗାଟେ ପିନ୍ଧିଥିଲେ, ଅତି ଦରିଦ୍ର, ହୀନ, ମଳିନ ଦେଖାଯାଉଥିଲେ। ଲଜ୍ଜା ଓ ସଂକୋଚର ସହ ସେ ଆଗକୁ ଆସିଛନ୍ତି, ସେହି ସଭାରେ ଆସି ପହଞ୍ଚିଛନ୍ତି। ତାପରେ ଏହିପରି ଏକ ବୃହତ୍ ଆଭିଜାତ୍ୟ ସମ୍ପନ୍ନ ଗୋଟେ ସଭାରେ ନିଜକୁ ଦେଖିକି ସେ ଲଜ୍ଜିତ ଅନୁଭବ କରୁଥିଲା ବେଳେ ସେ କାହା ନିକଟକୁ ଯିବେ କିଛି ଚିନ୍ତା କରିପାରୁନାହାନ୍ତି। ସଭାରେ ତାଙ୍କୁ କେହି ଚିହ୍ନି ପାରୁନାହାନ୍ତି। ଏଇଭଳି ଅବସ୍ଥାରେ ବିବେକ ଆସିକି ତାଙ୍କୁ ତାଙ୍କର ପରିଚୟ ପଚାରୁଛନ୍ତି। କହୁଛନ୍ତି, ତୁମେ କିଏ? ଆମେ ତ ତୁମକୁ କେବେ ବି ଏଇଠି ଦେଖିନାହୁଁ। ସେତେବେଳେ ଦୀର୍ଘ ନିଶ୍ୱାସଟିଏ ଛାଡ଼ିକି କୃତଜ୍ଞତା ଉତ୍ତର ଦେଉଛନ୍ତି, ହାୟ, ଆପଣମାନେ ମୋତେ କେହି ବି ଚିହ୍ନି ନାହାନ୍ତି, କିନ୍ତୁ ଏଇ ପ୍ରାସାଦରେ ମୁଁ ସମସ୍ତଙ୍କୁ ଚିହ୍ନିଛି। ମୁଁ ଅପରିଚିତ ହେଲେ ମଧ୍ୟ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଚିହ୍ନିଛି। ମୁଁ ଆଦୌ ସେଇଥିପାଇଁ ଆଶ୍ଚର୍ଯ୍ୟ ହେଉନାହିଁ, କାରଣ ମୁଁ କ୍ୱଚିତ୍ କୌଣସି ସ୍ଥାନକୁ ଆମନ୍ତ୍ରିତ ହୋଇକି ଯାଇଥାଏ। ମୋର ନାମ ହେଉଛି କୃତଜ୍ଞତା। ଏଇ ଯେଉଁ ବିରଳ ଗୁଣଟି ଆଧ୍ୟାତ୍ମିକ ସାଧନାରେ ଏକ ଅପରିହାର୍ଯ୍ୟ ଅଙ୍ଗ। ଆମେ ସବୁବେଳେ ସବୁ କଥା ପାଇଥାଉ, କିନ୍ତୁ କୃତଜ୍ଞତା ଜଣିବା ପାଇଁ ଭୁଲିଯାଉ। ମା' କହୁଛନ୍ତି, ଆଧ୍ୟାତ୍ମିକ ଜୀବନରେ ଯେଉଁ କୃତଜ୍ଞତା ଦରକାର ତାହା ହୃଦୟ ଗଭୀରରୁ ଚୈତ୍ୟକେନ୍ଦ୍ରରୁ ଉତ୍ଥିତ ଏକ କୃତଜ୍ଞତା, ଯାହା ଶରୀର ମନ ପ୍ରାଣରେ ଆଣିଦିଏ ଏକ ପବିତ୍ରତା। ଆଖିରେ ଆନନ୍ଦର ଅଶ୍ରୁ ଆପେ ଆପେ ଝରି ପଡ଼େ। କୃତଜ୍ଞତା ହେଉଛି ମାନସିକ ଭାବରେ ଗୋଟେ କର୍ତ୍ତବ୍ୟ କି ଭଦ୍ରତା ଦୃଷ୍ଟିରୁ ଜ୍ଞାପନ କରାଯାଏ, ତା ନୁହେଁ। ସମଗ୍ର ସତ୍ତା ଏହି କୃତଜ୍ଞତାରେ ଅଂଶଗ୍ରହଣ କରେ, କୃତଜ୍ଞତା ଜଣାଏ। ଏହି ପ୍ରକାର କୃତଜ୍ଞତା ଆମକୁ ଭଗବାନଙ୍କ ପ୍ରତି ଯୁକ୍ତ କରିଦିଏ। ଆମ ମଧ୍ୟରୁ ସମସ୍ତ ମଳିନତା, ଗ୍ଳାନି, ଯନ୍ତ୍ରଣା ବୋଧକୁ ଧୋଇଦିଏ, ଆମକୁ ପ୍ରଶାନ୍ତ ଆଉ ସ୍ଥିର କରିଦିଏ। ଏଇ ଯେ କେବଳ ଆମେ ଯେ ଖାଲି ଯେ ଉପକାର ପାଇଲେ ଖାଲି କୃତଜ୍ଞତା ଜଣାଇବା, ସେଇ କଥା ନୁହେଁ। ଆମେ ବୁଦ୍ଧି ବିଚାରଗତ କୌଣସି କାରଣ ବିନା ମା କିମ୍ବା ଶ୍ରୀ ଅରବିନ୍ଦଙ୍କ ଛବିକୁ ଚାହିଁଦେଲେ କୌଣସି ପ୍ରାକୃତିକ ସୌନ୍ଦର୍ଯ୍ୟ ବା ଶିଶୁର ଚପଳତା କି ସମୁଦ୍ରର ବିଶାଳତା କି ପାହାଡ଼ ପର୍ବତର ଉଚ୍ଚତା କି ଆକାଶର ପ୍ରସାରତାର ଦର୍ଶନ କଲେ, ଅଥବା ପବନର ସ୍ନିଗ୍ଧତାକୁ, ଆଲୋକର ଉଷ୍ଣତାକୁ, ଘାସର କୋମଳତାକୁ ଅନୁଭବ ମଧ୍ୟ କରୁଥିଲା ବେଳେ ତାଙ୍କ ପ୍ରତି କୃତଜ୍ଞ ରହିବା ବା କୃତଜ୍ଞତା ଜ୍ଞାପନ କରିବା। କାହିଁକି ନା ଏହିପରି ସବୁ ଦିବ୍ୟ ସମ୍ପଦ ଅକାତରରେ ଭଗବାନ ଏହିସବୁ ବୈଭବ ଆମକୁ ଉଜାଡ଼ି ଦେଉଛନ୍ତି। ତାଙ୍କ ପ୍ରତି କୃତଜ୍ଞ ରହିବା ଆଧ୍ୟାତ୍ମିକ ବିକାଶରେ କୃତଜ୍ଞତା ଗୋଟେ ବହୁତ ବଡ଼ ସହାୟକ। ଆମ ଜୀବନରେ ଭଗବାନ ଆମକୁ ଯାହା ଦେଇଛନ୍ତି ବା ଦେଉଛନ୍ତି, ଆଧ୍ୟାତ୍ମିକ ଅନୁଭୂତି କଥା ଛାଡ଼ନ୍ତୁ, ଖାଲି ବଞ୍ଚିବା ପାଇଁ ଯେଉଁ ଆଲୋକ, ଜଳ, ବାୟୁ, ଖାଦ୍ୟ, ବସ୍ତ୍ର, ଯାହା କିଛି ଆମେ ଜୀବନ ଧାରଣ ପାଇଁ ଯାହା କିଛି ଆମେ ଆଜି ଆବଶ୍ୟକ କରୁ, ସେଇଥିଲାଗି ଆମେ ତାଙ୍କ ପାଖରେ ସବୁବେଳେ କୃତଜ୍ଞ ରହିବା। ଆମେ ସବୁବେଳେ ବିଶୁଦ୍ଧ ଆନନ୍ଦ ଲାଭ କରିପାରିବା କୃତଜ୍ଞ ହୋଇ ରହିଲେ। ଅନ୍ୟପକ୍ଷରେ ଯଦି ଆମେ ଭଗବାନଙ୍କର ଆମ ପ୍ରତି କୃପା ବା ଦାନ ଲାଗି ସବୁବେଳେ ଏକ ଶାନ୍ତ ଆନନ୍ଦବୋଧରେ ମଗ୍ନ ରହୁ, ତାହା ହିଁ ଭଗବାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ସର୍ବଶ୍ରେଷ୍ଠ ଉପାୟ। ତେଣୁ ଆନନ୍ଦବୋଧ ଉଭୟ କୃତଜ୍ଞତାର ପରିଣାମ ଓ ପରିଚୟ। ଫିଜିକାଲି ହେଉ ବା ମେଟେରିଆଲି ହେଉ, ନିଜକୁ ଆମେ ଭଗବାନଙ୍କ ପାଖରେ କୃତଜ୍ଞ ରହିବା, ନିଜକୁ ସମର୍ପଣ କରିବା,
ନିଜକୁ ଦେଇଦେବାର ଭାବନା ରଖିବା। କୃତଜ୍ଞତା ମାଧ୍ୟମରେ କେତେ କୃପାମୟୀ ମା କୃପା କରୁଛନ୍ତି। ମା ନିଜେ କୃତଜ୍ଞତା ଉପରେ ବହୁତ କିଛି ଶିକ୍ଷା ଦେଇଛନ୍ତି, କିଭଳି କୃତଜ୍ଞ ହିଁ ରହିବାକୁ ହୁଏ, କିଭଳି ବିନମ୍ର ହେବାକୁ ହୁଏ। କୃତଜ୍ଞତାର ମୂଲ୍ୟବୋଧ ବିଷୟରେ ଆମେ ଆଗକୁ ମଧ୍ୟ ଆଲୋଚନା ଜାରି ରଖିବା। ଏତିକି କହି ରହୁଛି। ବନ୍ଦେ ମାତରମ୍।